ଧବଳେଶ୍ୱରଙ୍କ ପୀଠରେ ଜାଗର ପ୍ରସ୍ତୁତି। ରାତି ପାହିଲେ ମହାଶିବରାତ୍ରି, ସେଥିପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। କଟକ ଜିଲ୍ଲାର ଅନ୍ୟତମ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଜାଗର ପାଇଁ ସମସ୍ତ ପ୍ରସ୍ତୁତି ଏବେ ଶେଷ ହୋଇଛି। ଆସନ୍ତାକାଲି ଧବଳେଶ୍ୱରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। ରାତ୍ର 1ଟାରେ ଉଠିବ ମହାଦୀପ। ଶ୍ରଦ୍ଧାଳୁମାନେ କିଭଳି ପୀଠ ମଧ୍ୟରେ ଉଜାଗର ରହି ଦୀପ ଦାନ କରିବେ, ସେଥିପାଇଁ ପୂଜକ ସମିତି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଆଜି ଏନେଇ ପୋଲିସ ବିଭାଗ ପକ୍ଷରୁ କଟକ ଏସ୍ପିଙ୍କ ନେତୃତ୍ୱରେ ବ୍ରିଫିଂ କାର୍ଯ୍ୟକ୍ରମ ଧବଳେଶ୍ୱର ଫାଣ୍ଡିଠାରେ ଅନୁଷ୍ଠିତ ହୋଇଯାଇଛି। ଜାଗର ଉପଲକ୍ଷେ ପୀଠରେ ଭକ୍ତଙ୍କ ସୁରକ୍ଷା ଲାଗି 3 ପ୍ଲାଟୁନ୍ ଫୋର୍ସ ସମେତ ଜଣେ ଅତିରିକ୍ତ ଏସ୍ପି, 4 ଜଣ ଡିଏସ୍ପି, 6 ଜଣ ଆଇଏସି ମୁତୟନ ହେବେ। ଚାରିପଟେ ମହାନଦୀର ଜଳ ମଝିରେ ବାବା ଧବଳେଶ୍ୱରଙ୍କ ପୀଠ ରହିଥିବାରୁ ମହାନଦୀରେ ଓଡ୍ରାଫ୍ ଅଗ୍ନିଶମ ବିଭାଗ ନିୟୋଜିତ ହେବେ। ପାଇଗରାପୁର ପଟେ ଶ୍ରଦ୍ଧାଳୁମାନେ ପାର୍କିଂରେ ଗାଡ଼ି ରଖି କଂକ୍ରିଟ ବ୍ରିଜରେ ଆସି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ। ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିବେ, ସେଥିପାଇଁ କଂକ୍ରିଟ ପୋଲଠାରୁ ମନ୍ଦିର ବେଢା ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯାଇଛି। ବିଷ୍ଣୁଚରଣ ପତ୍ରୀ ଧବଳେଶ୍ୱର ପୂଜକ ସମିତିର ସଭାପତି ଅଛି। କଣ କହିବେ? ରାତି ପାଇଲେ ଜାଗର କଣ ପ୍ରସ୍ତୁତି ବର୍ତ୍ତମାନ କେତେବେଳେ କାଲି ମହାଦୀପ ଉଠିବ, କେତେବେଳେ ଦ୍ୱାର ଫିଟା ହବ? ଆସନ୍ତା ରବିବାର 15 ତାରିଖ ଭୋର 4:30ରୁ ମଙ୍ଗଳ ଆଳତି କରାଯାଇ ଆମର ପହଡ଼ ଖୋଲାଯିବ। ପହଡ଼ ପରେ ଠାକୁରଙ୍କର ଅଭିଷେକ ସ୍ନାନ 108 ଗରାର ସୁବାସିତ ଜଳରେ ତାଙ୍କୁ ସ୍ନାନ କରାଯିବ। ତାପରେ ପ୍ରଥମ ପ୍ରହରର ଭୋଗ ଯେମିତି ନୀତିକାନ୍ତି ଦୈନନ୍ଦିନ ନୀତିକାନ୍ତି ହେଇଥାଏ ସେଭଳି ଭୋଗ କରାଯିବ ଏବଂ ଦିନର ସବୁ ସମୟ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଭୋଗ ଦୈନନ୍ଦିନ ଭଳି ପାଳନ କରାଯିବ ଏବଂ ସନ୍ଧ୍ୟାର ପ୍ରଥମ ପ୍ରହର 6ଟା ପରଠାରୁ ସନ୍ଧ୍ୟା ଧୂପ ଉଠିଲା ପରେ ଠାକୁରଙ୍କର ଚତୁର୍ଦ୍ଦଶୀର ମହାପର୍ବ ଆରମ୍ଭ କରାଯିବ। ଏଥିରେ ପ୍ରଥମ ପ୍ରହରରେ ଅଭିଷେକ ଘୃତରେ ଅଭିଷେକ କରାଯିବ। ଏ 3 ଘଣ୍ଟା ଧରି ଏ ଅଭିଷେକ ଚାଲିବ। ପ୍ରତି ପ୍ରହର ପ୍ରଥମ ପ୍ରହର ଦ୍ୱିତୀୟ ପ୍ରହରର ମଧ୍ୟ ଦୁଗ୍ଧ, ଦଧି, ମଧୁ ଏମିତି ସମସ୍ତ ପ୍ରକାର ସୁବାସିତ ଜଳ ମିଶ୍ରିତ କରାଯାଇ ଠାକୁରଙ୍କର ସ୍ନାନ କରାଯାଉଥିବ ଏବଂ ପ୍ରତି ପ୍ରହରରେ ଅଭିଷେକ କରାଯାଉଥିବ। ଏବଂ ଦ୍ୱିତୀୟ ପ୍ରହର ଅଭିଷେକ ସରିଲା ପରେ ଆମର ତୃତୀୟ ପ୍ରହର ଅଭିଷେକର ପୂଜା ସମାପ୍ତି ସମୟ ପ୍ରାୟ 1ଟା ସାଢ଼େ 1ଟା ମଧ୍ୟରେ ହେବ। ସେଇ ସମୟରେ ଆମର ମହାଦୀପର ସମସ୍ତ ପ୍ରସ୍ତୁତି ହେଇଥିବ ଏବଂ ଠାକୁରଙ୍କର ଜାଗର ଦୀପ ଉଠାଯିବ। ଏଥିରେ ଠାକୁରଙ୍କର ଯୋଉ ଅଛନ୍ତି ଆମର ବିଜେ ପ୍ରତିମା, ସେ ମନ୍ଦିର ଚତୁଃପାର୍ଶ୍ୱ ମହାଦୀପ ସହ ପରିକ୍ରମା କରିବେ। ପରିକ୍ରମା କଲା ପରେ ଠାକୁରଙ୍କର ଚୂଳକୁ ମହାଦୀପ ଉଠିଯାଇଥିବ। ସ୍ୱତନ୍ତ୍ର ଭୋଗ ପ୍ରତି ପ୍ରହରରେ ମାଣ୍ଡୁଅ ଭୋଗ ହବ ଏବଂ ଅନ୍ୟାନ୍ୟ ଫଳମୂଳ ସମସ୍ତ ପ୍ରକାର 14 ପ୍ରକାରର ଫଳର ଭୋଗ କରାଯିବ। ପ୍ରତି ପ୍ରହରର ବିଭିନ୍ନ ପ୍ରକାର ଏଇଭଳି ପାଳନ କରାଯିବ। ପ୍ରସିଦ୍ଧ ମାଣ୍ଡୁଅ ଭୋଗ କୋଉ ପ୍ରହରରେ ଲାଗିବ? ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଆମର ଠିକ ମହାଦୀପ ଯେତେବେଳେ ଉଠିବ 1:30 ସୁଦ୍ଧା ସେତିକି ମାଣ୍ଡୁଅ ଭୋଗଟା କରାଯାଇଥିବ। ବର୍ତ୍ତମାନ ସବୁ ପ୍ରସ୍ତୁତି ସରିଯାଇଛି ପ୍ରଶାସନ ତରଫରୁ ଏବଂ ମିଡିଆ ବାଲା ମଧ୍ୟ ସମସ୍ତ ଆସି ଉପସ୍ଥିତ ରହିବେ ବୋଲି ସମସ୍ତେ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ସଠିକ ଭାବରେ ଯାତ୍ରୀ ମାନଙ୍କୁ ସୂଚେଇ ଦିଆଯାଉଥିବ କିଭଳି ଶାନ୍ତି ଶୃଙ୍ଖଳାର ସହ, ଯେହେତୁ ଏଗୁଡ଼ା ଅଗ୍ନିତତ୍ତ୍ୱର ସମାରୋହ ଅଛି, ମହାଦୀପ ଜଳିବ ଏବଂ ସମସ୍ତେ ଦୀପଦାନ କରିବେ, ତେଣୁ ସାବଧାନତା ସହିତ ସମସ୍ତେ ଯେମିତି ଏ କାର୍ଯ୍ୟ ସୁସମ୍ପନ୍ନ କରିବେ, ଠାକୁରଙ୍କର ଆଶୀର୍ବାଦ ପ୍ରାପ୍ତ ହେବେ, ଏହା ଆମର କାମନା ଏବଂ ଜଗତ ପାଇଁ ମଧ୍ୟ ଆମର ଏତିକି ପ୍ରାର୍ଥନା। ବ୍ରିଫିଂ ହେଲା ତାର କେମିତି ପୋଲିସ ଆରେଞ୍ଜମେଣ୍ଟ ଦେଖନ୍ତୁ, ଜାଗର ପାଇଁ ଯୋଉ ପ୍ରଭୁଙ୍କର ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତମାନେ ଆସିବେ। ତାଙ୍କର ଶୃଙ୍ଖଳିତ ଆଉ ସେଫ୍ ଦର୍ଶନ ପାଇଁ ପୋଲିସ ତରଫରୁ ଇଲାବୋରେଟ୍ ଆରେଞ୍ଜମେଣ୍ଟ କରାଯାଇଛି, ଯୋଉଥିରେ କି ପାଖାପାଖି 3 ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ସିନିୟର ଅଫିସର ମଧ୍ୟ ରହିବେ, ଯୋଉଥିରେ ଆମର ଜଣେ ଆଡିସନାଲ ଏସପି, 4 ଜଣ ଡିଏସପି ଆଣ୍ଡ 6 ନମ୍ବର୍ସ ଅଫ୍ ଇନ୍ସପେକ୍ଟର ଆମର ଯୋଉଥିରେ ଡ୍ୟୁଟି କରିବେ। ତା ଛାଡ଼ିକି 60 ହୋମଗାର୍ଡ ମଧ୍ୟ ମୁତୟନ କରାଯିବ। ଭକ୍ତମାନେ କେମିତି ଆସିବେ, ଶୃଙ୍ଖଳିତ ଦର୍ଶନ କରିବେ ଆଉ ସନ୍ଧ୍ୟାବେଳେ ଯେତେବେଳେ ମହାଦୀପ ଉଠିବା ପର୍ଯ୍ୟନ୍ତ ଯୋଉ ଦୀପ ଜାଳିକି ଯୋଉ ଭକ୍ତମାନେ ବସିବେ ତାର ପାଇଁ ବି ପ୍ରିପାରେସନ କରାହେଇଛି। ତାର ସାଙ୍ଗରେ ଆମର
ଯେହେତୁ ନଦୀ ରହୁଛି ତାର ପାଇଁ ଓଡ୍ରାଫ୍ଟ ଟିମ୍ ସବୁ ଡିପ୍ଲୟମେଣ୍ଟ ରହିବ ପ୍ଲସ୍ ଫାୟାର ସେଫ୍ଟି ଦୃଷ୍ଟିରୁ ଆମର ଫାୟାର ଟିମ୍ ସବୁ ଡିପ୍ଲୟମେଣ୍ଟ ରହିବ सर सीसी कैमरा चेंज करते ଆମର ପ୍ଲେନ୍ କ୍ଲୋ ଡିପ୍ଲୟମେଣ୍ଟ ତାର ପାଇଁ ରହିବ ଆଣ୍ଡ ସବୁ ଭକ୍ତମାନଙ୍କୁ ଆମେ ଅନୁରୋଧ କରୁଛୁ କି ସେମାନେ ସୁନିଶ୍ଚିତ ଭାବରେ ଆସନ୍ତୁ ସଫିସିଏଣ୍ଟ ପାର୍କିଂର ବି ଆରେଞ୍ଜମେଣ୍ଟ କରାହେଇଛି ଧବଳେଶ୍ୱର ବିଟ୍ ହାଉସ୍ ପାଖରେ ଯୋଉ ପଡ଼ିଆ ଅଛି ସେଇଠି 4 ଚକିଆ ଗାଡ଼ିର ପାର୍କିଂ କରାହବ ତାର ସାଙ୍ଗରେ ଆମର ଯୋଉ ଧବଳେଶ୍ୱର ବ୍ରିଜର ଦୁଇ ପଟ ସାଇଡରେ ଆମର 2 ହ୍ୱିଲର ପାଇଁ ପାର୍କିଂ କରାଯାଇଛି ସଫିସିଏଣ୍ଟ ସ୍ପେସ୍ ଅଛି ଆଣ୍ଡ जो आमर मेन ब्रिज रही से आमर रेस्ट्रिक्शन रहिकुलर मूवमेंट उपरे आम से हिसाब से सब प्रिपरेशन होती सब भक्त मान आम अनुरोध करुँ जहाँ भी नियम अच्छी पुलिस प्रशासन फॉलो करूँ से हिसाब से समस्ते आसिक बहुत से